କହିବି ମୁଁ ପଳେଇ ଯିବା ପରେ ମେମ୍ ସାହେବ ଆସି ତତେ ଘରୁ ଉଠେଇ ନେଇଛନ୍ତି। ଏ କଥା ଜାଣି ସାରିବା ପରେ ମୁଁ କଣ କୁଆଡ଼େ ରହିପାରିଥାନ୍ତି? ତ ଭଲ ମନ୍ଦ ବୁଝିବା ପାଇଁ ତୁ ପୁରା ମୋ ହାତରେ ରାକ୍ଷୀ ବାନ୍ଧିଥିଲୁ ମୁଁ ଭଲରେ ରହିବି ବୋଲି। ତତେ କଣ ବିପଦ ମୁହଁକୁ ମୁଁ ଠେଲି ଦେଇ ପାରିଥାନ୍ତି? ମୁଁ ଜଲ୍ଲାଦ ନୁହଁ ଲୋ ଦୀପା, ମୁଁ ପରା ତୋ ଭାଇ। जहाँ करिछि सब भूल करिछि, जहाँ करिछि सब पाप करिछि। आज मो निजको आपण पाखे समर्पण कर दौची मेम साहेब। ए देह उपरे ए मन उपरे एमती कि मो आत्मा उपरे प्रथम अधिकार आपणकर। मो होली रंग हाथ रखी नियम कर मेम साहेब आज मु आपणकर गोलाम। भगवान करवाणी संविधान नियम मुंड गड़िबा। चाहूँ चाहूँ 20 वर्ष बीतीगला मो सागर सामुका बहुत बड़ बड़ हो जगह आज भीतर अनेक दुख आसी कष्ट आसी केवे भी तुम पाख छाड़ी जाए आज पर्यटन किसी मागिनी रे जगह आज ये कहूँ जीवन शेष मुहूर्त पर्यंत मो पाखे पाखे थी बंशी बजाऊी तू शुणुबू बस जगह बस
ବଞ୍ଚି ତା ଆପଣା ଛାଇ ମାରି। ତୁ ମତେ ବୋକା ଭାବୁଛୁ? ଆମେ ତତେ କହିବା ବଇଁଶୀ ବାଲା ବଇଁଶୀ ବଜା। ଆରେ ବିଶ୍ୱାସ କରନ୍ତୁ ମେମ୍ ସାହେବା, ଏ ବଂଶୀ ମୁଁ ବଜାଏନି। ଯେତେବେଳେ ଦୁଃଖ ଲାଗେ, କଷ୍ଟ ଲାଗେ, ହୃଦୟରେ ଆଘାତ ଲାଗେ, ସେ ସବୁ କିଛି ବଂଶୀର ମୂର୍ଚ୍ଛନା ହୋଇ ଆପେ ଆପେ ଚାଲି ଆସେ। ଆରେ ତତେ ବା କହିଲି ବଇଁଶୀ ବଜା। କେତେ ଟଙ୍କା ନବୁ? କେତେ ଟଙ୍କା ନବୁ ବଇଁଶୀ ବଜା ପାଇଁ? ନେ 10,000। ଆରେ କେତେ ନବୁ ରେ ବଇଁଶୀ ବଜା? ବାସ୍ତବିକ ମେମ୍ ସାହେବ, ଦୁନିଆରେ ସବୁଠାରୁ କଠିନ ପ୍ରଶ୍ନ ହେଉଛି ଟଙ୍କା। ସବୁ କଠିନ ପ୍ରଶ୍ନର ସମାଧାନ ହେଉଛି ଟଙ୍କା। ଆପଣ ତ ଜାଣିନାହାନ୍ତି ମେମ୍ ସାହେବ, ଟଙ୍କା ଭଗବାନ ନୁହଁ, କିନ୍ତୁ ଆଜିର ମଣିଷ ଭଗବାନଙ୍କ ଠାରୁ ବି ଅଧିକ ଭଲ ପାଉଛି। ହେଲେ ମେମ୍ ସାହେବା, ଆଞ୍ଜୁଳେ ପାଣିରେ ଯାହାର ଶୋଷ ମେଣ୍ଟିଯାଏ, ସାତ ଦରିଆ ପାଣିର ଆବଶ୍ୟକ କଣ ଅଛି? ନାଇଁ ମେମ୍ ସାହେବା, ନାଇଁ। ଆପଣ ଗୋଟେ କାମ କରନ୍ତୁ ମେମ୍ ସାହେବା, ଆପଣଙ୍କ ଟଙ୍କା ଆପଣଙ୍କ ପାଖରେ ଥାଉ। ହଁ ମେମ୍ ସାହେବା, ଆପଣଙ୍କ ଟଙ୍କା ଆପଣଙ୍କ ପାଖରେ ଥାଉ। ये जगह टल्ली वाला को ता दुखे ରହିବାକୁ ଦିଅନ୍ତୁ। ଆପଣ ଆସିବ? ନାଇଁ ତୁ ବଇଁଶୀ ବଜା। ସତ କହୁଛି ବଇଁଶୀ ବଜା। ତାହେଲେ ତ ବଇଁଶୀ କି ଭାଙ୍ଗି ଦେବେ। ଓଏ! ଖବରଦାର ମେମ୍ ସାହେବ, ଆପଣଙ୍କର କଥାକୁ ଆଜି ଗୋଟେ ସଂଯୋଗ କରନ୍ତୁ, ତା ନହେଲେ ଭୁଲିଯିବି ଆପଣ ଜଣେ ଭଦ୍ରମହିଳା ବୋଲି। ଆପଣ ଜାଣିନାହାନ୍ତି ମେମ୍ ସାହେବ, ଏ ବଂଶୀ ହେଉଛି ମୋ ବାପା, ମା, ଭାଇ, ଭଉଣୀ, ବନ୍ଧୁ ସବୁ କିଛି। ଆଉ ଥରେ ମୋ ବଂଶ ଭାଙ୍ଗିବା କଥା କହିବେ ତ ମୁଁ ଭୁଲିଯିବି ଆପଣ ହେଉଛନ୍ତି ଜଣେ ଭଦ୍ରମହିଳା ବୋଲି। ଖବରଦାର କହୁଛି, ଯୋଉ ସରଳ ହାତରେ ବଂଶୀ ବଜେଇ ପାରେ, ସେଇ ହାତରେ ଆବଶ୍ୟକ ପଡ଼ିଲେ ଆପଣଙ୍କ ହାତଟାକୁ ଗୋଡ଼ି ଭାଙ୍ଗି ଦେଇପାରେ। ମନେ ରଖନ୍ତୁ ମେମ୍ ସାହେବ, ଏ ଯୋଗା ଟଲିବାଲା ଗରିବ ହେଇପାରେ, ହେଲେ କାହାର ଗୋଲାମ ନୁହଁ। ଆସିପାରନ୍ତି ମେମ୍ ସାହେବ, ଆସିପାରନ୍ତି। ଓକେ, ମୁଁ ତତେ ଦେଖିନେବି। ଆରେ ରାଜା, ତମେ କାହାକୁ ତାକୁ ଦେଖିବ? ଜଗାକୁ ଧମକ ଦେଖାଉଛ? ଜଗାକୁ? ଆରେ ଜଗା ଗରିବ ହେଇପାରେ, ହେଲେ କାହାର ଗୋଲାମ ନୁହଁ ସିଏ। ଟଙ୍କା ଦେଖୁଛନ୍ତି। କଣ ହେଇଛି କି ରେ? କିଏ ତତେ କିଣିବ ବୋଲି କହିଲା? ନାଇଁ ନାଇଁ ମା, ସେ କିଛି ନୁହେଁ ଆମ୍ମା, ସେ କିଛି ନୁହଁ। କଣ ହେଲା? ମତେ ଦେଖି ଏମିତି ଆକାଶରୁ ଖସି ପଡିଲା ଭଳି ଲାଗୁଛ। ମତେ କଣ ନୂଆ ଦେଖୁଛୁ ନା କଣ? ସବୁ ସଂକ୍ରାନ୍ତି, ସବୁ ଏକାଦଶୀରେ ତ ମୁଁ ଏଇ ମନ୍ଦିର ଆସେ, ପୂଜା କରେ, ଦୀପ ଜାଳେ, ଭୋଗ ଲଗାଏ। ଆଉ ପ୍ରଥମ କଥା ମତେ ହିଁ ଖାଇବାକୁ ଦେଇଥାନ୍ତି। ଠିକ ନା ମା? ମା, ମତେ ଗୋଟେ କଥା କହିବି ମା, ସତ କହିବି ମା। ମୁଁ ଯେତେବେଳେ ଚାହିଁଛି ଆପଣଙ୍କୁ ଦେଖିଛି, ଯେତେବେଳେ ଖୋଜିଛି ଆପଣଙ୍କୁ ପାଇଛି। ସୁଖରେ, ଦୁଃଖରେ, ଭଲରେ, ମନ୍ଦରେ ଆପଣ ଜାଣିଲା ଭଳି ସତେ ଯେମିତି ଦୁଃଖ ପ୍ରତି ଲାଗିଲେ ମତେ ଆପଣ ପଛପଟୁ ଆସି ମୋ ପିଠିରେ ହାତ ପକେଇ ଦେଇଛନ୍ତି। ଆପଣ ସତ କହିଲେ ମା, ସତ କୁହନ୍ତୁ, ଆପଣ କିଏ? ଆରେ ବାବା, ମା ବୋଲି ତ ଡାକୁଛୁ, ପୁଣି କିଏ ବୋଲି କଣ ପଚାରୁଛୁ? ଧରିନେ ମୁଁ ତ ମା। ଆପଣ ମା ବୋଲି କହିଦେଲେ ତ ସତ ମୋ ବୋଉ କଥା ତ ମନେ ପଡ଼ିଗଲା। ମୁଁ ସତ କହୁଛି ମା, ସତେ ଯେ ମୋ ବୋଉର ଆଖିଟା ମୋ ଆଖି ଆଗରେ ନାଚୁଥିଲା, ସତେ ଯେ ମୋ ବୋଉ ମତେ ଡାକୁଛି ଆଉ କହୁଛି ଘରକୁ ଶୀଘ୍ର ଲେଉଟିଆ। ସବୁବେଳେ କହୁଛ ଏ ବଂଶୀଟା ତ ବନ୍ଧୁକ ପାଇଁ ବଦଳୁଛି। ଆଜ୍ଞା, ହେଲେ ତୋ ବନ୍ଧୁକ ତ କାଇଁ ମୁଁ ତୋ ସାଥିରେ କେବେ ଦେଖିନି। ତୋ ବନ୍ଧୁକ କିଏ ରେ ଧନ? ସତ କହିବି ମା, ସତ କଥା ହଉଛି ମୋ ବନ୍ଧୁ ହଉଛନ୍ତି ମୋ ବାପା, ମା, ଭାଇ, ଭଉଣୀ, ସଖା, ସବୁ କିଛି। ହେଲେ ଆପଣ ଜାଣିଛନ୍ତି ମା, ମୁଁ ତାଙ୍କୁ ବାପା ବୋଲି ଡାକିଲି। କାହିଁକିନା ବାପା ବୋଲି ଡାକିଲେ ଯଦି ସେ ମୋ ହାତ ଛାଡ଼ିଦେବ,
ମୁଁ ତାକୁ ମା ପରି ଡାକିନି ମା। କାହିଁକିନା ମା ପରି ଡାକିଲେ ଯଦି ସେ ମୋ ମା ପରି ସତ ସତ କରିଯିବ, ମୁଁ ତାକୁ ସଖା ବୋଲି ଡାକେ, ବନ୍ଧୁ ବୋଲି ଡାକେ। କାହିଁକି ଜାଣିଛନ୍ତି ମା? ବନ୍ଧୁ ବୋଲି ଡାକିଲେ ମତେ ଦୁଃଖ ଲାଗିଲେ, କଷ୍ଟ ଲାଗିଲେ, ଆଘାତ ଲାଗିଲେ ମୋ ବନ୍ଧୁ ଯୋଉଠି ଥାନ୍ତୁ ନା କାହିଁକି ସାତ ଦରିଆ ତେର ନଈ ପାରି ହେଇ ସେ ମୋରି ପାଖକୁ ଚାଲି ଆସିବେ। ବିଶ୍ୱାସ କରନ୍ତୁ ମା। ଆଚ୍ଛା, ତାହେଲେ ଏମିତି ତ ବନ୍ଧୁ। ହଁ ମା। ତାହେଲେ ସେ କୋଉଠି ରହେ? କୋଉଠି ତା ଘର? ଦରିଆ କୂଳରେ ମୋର ଘର, ବଡ଼ ଜମିରେ ତାର ଘର, ତା ଭାଇ ଭଉଣୀ ତା ପାଇଁ ବଡ଼, ମୋ ଭାଇ ଭଉଣୀ ମୋ ପାଇଁ ବି ବଡ଼। ତା ନାଁ ଜଗା, ମୋ ନାଁ ବି ଜଗା। ଆରେ ବାବା, ତୁ କାହା ବିଷୟରେ ଏତେ କଥା କହୁଛୁ? ଏବେ ତ କହ କିଏ ସେ? କହିବି କହିବି ମା, ଶୁଣିବେ? ଶୁଣ। পাদ তଳେ ଥରେ ଲାଗି ହେଲେ ମୁଠେ ଖୁଦ, ସେଇ ଖୁଦ ହେଇଯାଏ ପୁଣ୍ୟ ଶ୍ରୀ ମହା